ଆଜ୍ଞା ନମସ୍କାର। ମୋ ନାଁ ଜୀବନ ପଟ୍ଟନାୟକ। ମୁଁ ଜଣେ ମୋ ପରିଚୟ ବିଷୟରେ କହିବି। ମୁଁ ଜଣେ ଫାୟାର ଇଞ୍ଜିନିୟର, ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ରେ କାମ କରୁଛି। ବର୍ତ୍ତମାନ ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟରେ ଜେନେରାଲ ମ୍ୟାନେଜର ଫାୟାର ସର୍ଭିସ ହିସାବରେ କାମ କରୁଛି। ଆଜି ସଣ୍ଡେ ଅଛି, ଟିକେ ରିଲାକ୍ସ ମୁଡ୍ ଅଛି। ମୁଁ ଭାବିଲି କିଛି ଗୋଟେ କଥା ନେଇ ଆପଣମାନଙ୍କ ସାମ୍ନାକୁ ଆସିବି। ଯଦିଓ ଆମମାନଙ୍କର ସଚେତନତା ଛାଡିବା, ଲୋକମାନଙ୍କୁ ସଚେତନ କରିବା ଆମମାନଙ୍କର ଗୋଟେ ଅଫିସିଆଲ ଜବ୍, ତଥାପି ମୁଁ ଆପଣମାନଙ୍କୁ ସେ ଅଗ୍ନି ଏବଂ ସୁରକ୍ଷାକୁ ଛାଡିକିରି ଗୋଟେ ତୃତୀୟ ପ୍ରସଙ୍ଗ ଉପରେ କିଛି ମତାମତ ରଖିବାକୁ ଚାହୁଁଛି। ପ୍ରସଙ୍ଗଟି ହେଲା, ଏ ଦୁନିଆରେ କିଏ ନିଜର କିଏ ପର। ମୁଁ ଭଗବାନଙ୍କର ବରାଦ ଅନୁସାରେ ଜଣେ ବିଶିଷ୍ଟ ଶ୍ରମିକ ନେତାଙ୍କର କନିଷ୍ଠ ପୁତ୍ର ହିସାବରେ ଜନ୍ମଗ୍ରହଣ କରିଛି। ପିଲାବେଳୁ ଭଲ ପଢୁଥିବା ହେତୁ ମୋ ସହିତ ବହୁତ ପିଲା ସଂସ୍ପର୍ଶରେ ଆସିଛନ୍ତି। ସେମାନେ ଆଜି ଭାରତରେ ଏବଂ ବିଦେଶରେ ମଧ୍ୟ ଭିନ୍ନ ଭିନ୍ନ ପଦପଦବୀରେ ଅଛନ୍ତି ଏବଂ ମୁଁ ନିଜେ ମୋ ବାପାଙ୍କଠୁ କିଛି ଶିକ୍ଷା ପାଇଛି। ସମାଜ ସେବା ଏବଂ ବିଭିନ୍ନ ସଂଗଠନରେ କର୍ମକର୍ତ୍ତା ହିସାବରେ ମଧ୍ୟ ମୋର ଯଥେଷ୍ଟ ଏକ୍ସପୋଜର ଅଛି। ସେତେବେଳେ ମୁଁ ଗୋଟେ ଜିନିଷ ଦେଖିଛି, ଯଦି ଆପଣ କୌଣସି ପଦବୀରେ ବସିଲେ ସେତେବେଳେ ଆପଣଙ୍କ ଚାରିପଟରେ ତୋଷାମଦକାରୀ ବା ଯାହାକୁ ତେଲିଆ ବୋଲି କହୁଛନ୍ତି, ସେମିତିଆ ଲୋକମାନଙ୍କର ଯଥେଷ୍ଟ ମାନେ ସଂଖ୍ୟା ବୃଦ୍ଧି ପାଏ। ସମସ୍ତେ ନିଜକୁ ଆପଣଙ୍କର ନିଜ ଲୋକ ବୋଲି ଦେଖାନ୍ତି। ଆସିଯିବ, ଆଜ୍ଞା ମୁଁ ଆପଣଙ୍କ ନିଜ ଲୋକ, ରାତି 2ଟାରେ ଡାକିବେ, ଆଜ୍ଞା ମୁଁ ଆସିକି ଠିଆ ହେଇଯିବି। ଆରେ ଭାଇ, ମୁଁ ରାତି 2ଟାରେ ଡାକିବି କଣ ପାଇଁ? ରାତି 2ଟାରେ ଯଦି ମୋର ସେଭଳି କୌଣସି ଆଇନଗତ বা ଆଇନ ଶୃଙ୍ଖଳା ଜନିତ ପ୍ରୋବ୍ଲେମ ସୃଷ୍ଟି ହୁଏ, ସେଥିପାଇଁ ତ ପୋଲିସ ଅଛି। ମୁଁ ଗୋଟେ ଇନକମ ଟ୍ୟାକ୍ସ ପେୟର, ମୋ ପାଇଁ ପୋଲିସ ଅଛି ଏବଂ ସବୁ ଥାନାକୁ ଛାଡିକି ଜଣେ ଏସପି ରାଙ୍କର ଲୋକ ସେ ସହରରେ ଅଛନ୍ତି। ତେଣୁ ମୁଁ ରାତି ଅଧରେ ବିପଦରେ ପଡ଼ିଲେ ଏମାନଙ୍କୁ କଣ ପାଇଁ ଡାକିବି? ନା, ଆପଣଙ୍କ ମନ ଭିତରେ ସ୍ଥାନ ନେବା ପାଇଁ ଏମାନେ ଗୋଟେ ଗୋଟେ ମୁଖା ପିନ୍ଧିକି ଆସନ୍ତି ଆପଣଙ୍କର ନିଜ ଲୋକ ବୋଲି। ନିଜ ଲୋକ ତା ଭିତରେ ନଥାନ୍ତି ବୋଲି ମୁଁ କହୁନି। ନିଜ ଲୋକମାନଙ୍କ ସଂଖ୍ୟା ବହୁତ କମ, ବହୁତ କମ। ଗୋଟେ କଥା ଅଛି, କ୍ରିକେଟ ଖେଳରେ ବ୍ୟାଟ୍ସମ୍ୟାନକୁ ଆଉଟ କରେ କିଏ? ୱିକେଟ କିପର। ୱିକେଟ କିପର ହଉଛି ବ୍ୟାଟ୍ସମ୍ୟାନର ଅତି ପାଖ ଲୋକ। ସେଇଭଳି ଆମ ଶରୀର ଭିତରେ ଜିଭକୁ କାମୁଡେ କିଏ? ଦାନ୍ତ, ଯିଏକି ତାର ଏକଦମ ପାଖ ଲୋକ। ତେଣୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ନିଜ ଚାରିପାଖରେ ଥିବା ଲୋକମାନଙ୍କ ଭିତରେ କିଏ ନିଜର କିଏ ପର ଟିକେ କଷଟି ପଥରରେ ପରୀକ୍ଷା କରିନିଅନ୍ତୁ। ନହେଲେ ସେଇଟା ଆପଣଙ୍କ ପାଇଁ ବିପଦର କାରଣ ହେବ। ଏ ଦୁନିଆରେ ଯେତେବେଳେ ଆପଣଙ୍କଠୁ ସେମାନଙ୍କର କିଛି ସ୍ୱାର୍ଥ ହେଇପାରିବାର ସମ୍ଭାବନା ଅଛି, ଆପଣ କରିବେ ନ କରିବେ ସେଟା ପର କଥା। ଆପଣଙ୍କର ବର୍ତ୍ତମାନର କ୍ଷମତା ଅନୁସାରେ ସେମାନେ କୌଣସି ବେନିଫିଟ ପାଇପାରନ୍ତି, ତାହେଲେ ସିଏ ଆପଣଙ୍କ ତୋଷାମଦକାରୀ। ଆଜ୍ଞା ଆପଣ ନଥିଲେ ସେ ଦୁନିଆରେ ବି ରହିନଥାନ୍ତେ। ଏଭଳି ପ୍ରକାରର ବ୍ୟବହାର କରିବେ। ଆଉ ଯେତେବେଳେ ଛୋଟରୁ ଛୋଟ ସ୍ୱାର୍ଥ ତାଙ୍କର ବାହାତ ହବ, ସେଇ ଲୋକ ସେଇ ମୁହଁରେ ଅରୁଆ ଜାଗାରେ ଉଷୁନା କଥା କହିବା ଆରମ୍ଭ କରିବେ ଏବଂ ସେଥିପାଇଁ ଦରକାର ପଡ଼ିଲେ ସେ ଆପଣଙ୍କ ନାଁରେ ମିଛ କହିବାକୁ ମଧ୍ୟ ପଛେଇବ ନାହିଁ। ଯେତେବେଳେ ଆପଣଙ୍କର କିଛି କ୍ଷମତାରେ ପରିବର୍ତ୍ତନ ହେଇଯିବ ବା ଆପଣ ଅଲଗା କୌଣସି ଦାୟିତ୍ୱ ବୁଝିବେ ବା ଆପଣ ଚାକିରିରୁ ଅବସର ନେବେ, ସେତେବେଳେ ସେ ଲୋକ ତାର ଆପଣଙ୍କ ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ କାଢିବ। ସେଥିପାଇଁ
ଏସବୁ ମୁଁ କାହାଠୁ ଦେଖି ଦେଖି କହୁନି। ଏଇଟା ବା ମୁଁ ସେଭଳି କୌଣସି ବି ଯେ ଅଙ୍ଗେ ବି ନିଭେଇ ନାହିଁ। କିନ୍ତୁ ମୁଁ ସୋସାଇଟିରେ ଯେତେ ଲୋକଙ୍କ ସାଙ୍ଗେ ମିଶୁଛି, ସେମାନଙ୍କ ଜୀବନରେ ଯାହା ଘଟୁଛି, ସେଇମାନଙ୍କ ଅନୁଭୂତିକୁ ନେଇ ଆପଣଙ୍କ ସାମ୍ନାରେ ଏଇ ଚିନ୍ତାଧାରା ରଖିଲି। ତେଣୁ ଗୋଟେ କଥା ଅଛି, ମୁଳୁ ମାଇଲେ ଜୀବ ସରି ଦେବଙ୍କ ସଙ୍ଗେ କିମ୍ପା କଳି। ଯଦି ଆପଣଙ୍କ ଚାରି ପାଖରେ ସେଭଳି କୌଣସି ବ୍ୟକ୍ତି ବିଶେଷ ଆସୁଛନ୍ତି, ଯିଏକି ଆପଣଙ୍କର ଆପଣ ଜ୍ଞାନ ବା ପାଠପଢା ବା ଚାକିରି ସହିତ ସମତୁଲ୍ୟ ନୁହନ୍ତି, ସେମାନଙ୍କୁ ଆରମ୍ଭରୁ ହିଁ ରାସ୍ତା ରୋକି ଦିଅନ୍ତୁ। ସେଥିପାଇଁ ସବୁଠୁ ବଡ ଜିନିଷ ହଉଛି ପାଠ ପଢା ବା ସେମିନାର। ଯଦି ଆପଣ ନିଜକୁ କିଛି କିଛି ପାଠ ପଢାରେ ନିୟୋଜିତ ରଖିବେ, କିଛି ଆର୍ଟିକିଲ ବା କିଛି ସେମିନାର କନଫରେନ୍ସ ଟକ୍ ଉପରେ ଧ୍ୟାନ ଦେବେ, ଦେଖିବେ ସେ ଲୋକମାନଙ୍କ ମୁଣ୍ଡରେ ସେଭଳିଆ କିଛି ପଶିବନି ଏବଂ ସେମାନେ ଧୀରେ 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 ଆପଣଙ୍କଠୁ ଦୂରେଇ ବିରୋଧ ହେବେନି, ଦୂରେଇ ଯିବେ। ସାର୍ ବ୍ୟସ୍ତ ଅଛନ୍ତି, ସେ ପରେ ଆସିବେ, କଥା ହବା, ଏଇଭଳି ଭାବରେ ସେ ଆପଣଙ୍କଠୁ ଦୂରେଇ, ଗୋଟେ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର, ବହୁତ ହିତକର। କାରଣ ଯୋଉ ସୁଗାର କୋଟେଡ କେନ୍, ତାଠୁ ନ ହବାଟା ଭଲ। ଆମ ମନ ବୁଝିବା ପାଇଁ ସତ ମିଛ କହି ମାନେ ଆମକୁ ବହୁତ ଆଜ୍ଞା ଠାକୁର ଆପଣଙ୍କୁ ମୋ ପାଇଁ ପଠେଇଛନ୍ତି। ଆପଣ ନଥିଲେ ମୁଁ ଉଦ୍ଧାର, ସେସବୁ ଜିନିଷ ଶୁଣିବା ଅପେକ୍ଷା ଆଜ୍ଞା ସଂସାରରେ ଭଗବାନ ସମସ୍ତଙ୍କୁ ପଠେଇଛନ୍ତି। ସମସ୍ତେ ନିଜ ନିଜ ଭୂମିକା ସାରି ଦୁନିଆରୁ ବିଦାୟ ନେବେ। ମୁଁ ବି ଦିନେ ଜନ୍ମ ହେଇଥିଲି, ସେ ମାଇନର ସ୍କୁଲରେ ପାଠ ପଢିଲି, ହାଇ ସ୍କୁଲରେ ପାଠ ପଢିଲି, କଲେଜରେ ପାଠ ପଢିଲି, ନାଗପୁରରେ ପାଠ ପଢିଲି, ଚାକିରି କଲି ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ, ଏବେ ଆସି ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ। ତ ମୋର ଜନ୍ମଠୁ ମୋର ମୃତ୍ୟୁ ପର୍ଯ୍ୟନ୍ତ ଯାତ୍ରାକୁ ମୁଁ ମୋ ବାଟରେ ନିଉଛି। ତେଣୁ ମୋର କେହି ନିଜ ଲୋକ ଅଛନ୍ତି, ନାହାନ୍ତି ବୋଲି ନୁହେଁ, ବଟ୍ ସେଇ ସ୍ୱଳ୍ପ ସଂଖ୍ୟକ ନିଜ ଲୋକ ରହିବାଟା ମୋ ସ୍ୱାସ୍ଥ୍ୟ ପକ୍ଷେ ହିତକର। କିନ୍ତୁ ନିଜ ସ୍ୱାର୍ଥ ଉପରେ ସର୍ବଦା ନଜର ରଖୁଥିବା ସ୍ୱାର୍ଥନ୍ୱେଷୀ ଜନସାଧାରଣ, ଯାହାଙ୍କୁ ଯିଏ ମୋ ଆଗରେ ଗୋଟେ କଥା ଆଉ ମୋ ପଛପଟେ ଗୋଟେ କଥା କୁହନ୍ତି, ସେମାନଙ୍କୁ ଆଜ୍ଞା ମୋର ଦୂର ନମସ୍କାର। ତେଣୁ ମୁଁ ଆପଣଙ୍କୁ ମଧ୍ୟ ନିବେଦନ କରୁଛି, ସେଇଭଳି ଲୋକମାନଙ୍କୁ ନିଜ ସର୍କଲରୁ ଦୂରେଇ ଦିଅନ୍ତୁ। ଭାବୁଛି ତା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଆସିବା ସଙ୍ଗେ ସଙ୍ଗେ ଆପଣ ମଧ୍ୟ ଗୋଟେ ସୁସ୍ଥ ନିରାମୟ ଜୀବନ ଯାପନ କରିପାରିବେ। ବନ୍ଦେ ଉତ୍କଳ ଜନନୀ।